ଆଜି ହେଉଛି ସମନାଥ ବ୍ରତ ଓ ଷଠି ଓଷା। ପିଲାଙ୍କ ଦୀର୍ଘାୟୁ କାମନାକାରୀ ମା' ମାନେ ଷଠି ଓଷାରେ ଷଠି ଦେବୀଙ୍କୁ ପୂଜା କରିଥାନ୍ତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ। କେତେକ ସ୍ଥାନରେ ଏହି ପୂଜାରେ ଶିଳପୁଆରେ ହଳଦୀ ଲଗାଇ ଷଠି ମା'ଙ୍କୁ ଆବାହନ କରାଯାଏ। ମାଟିରେ 7ଟି କଣ୍ଢେଇ ତିଆରି କରି ଷଠି ମା'ଙ୍କ ସ୍ଥାପନ କରାଯାଇଥାଏ। 7ଟି ମାଟି ମୂର୍ତ୍ତି ଭିତରେ ରହିଥାନ୍ତି 3 ପୁଅ 3 ବୋହୂ ଓ ଗୋଟିଏ ସୁନାନାକି ଝିଅ। ଏ ମାଟି କଣ୍ଢେଇ ଗୁଡ଼ିକୁ ହଳଦିଆ କନାରେ ଗୁଡ଼ାଇ ସିନ୍ଦୁର ପିନ୍ଧାଇ ପୂଜା କରାଯାଇଥାଏ। ଏହି ପୂଜାରେ ମୁଖ୍ୟତଃ ଅନ୍ନ, ଡାଲମା, ଚକୁଳି ପିଠା ଆଦି 6 ପ୍ରକାର ଭୋଗ ଲାଗି ହୋଇଥାଏ। 6 ପ୍ରକାରର ଫଳ ଫୁଳ ମଧ୍ୟ ପୂଜାରେ ଲଗାଯାଏ। କେତେକଙ୍କ ଘରେ ତ 6 ପ୍ରକାରର ଶାଗର ଭଜା ମଧ୍ୟ ଭୋଗରେ ଲାଗିଥାଏ। ପିଲାଙ୍କୁ ଧାଡ଼ି କରି ବସାଇ ହାତରେ ହଳଦିଆ ସୂତା ଗୁଡ଼େଇବା ସହ ବନ୍ଦାପନା କରାଯାଇଥାଏ। ତାପରେ 5 ପ୍ରକାରର ଡାଳ ଯଥା ବଜ୍ରମୂଳି, ଧାନଗଛ, ସାରୁଡାଙ୍ଗ ସହ ପତ୍ର, ବାଉଁଶକଣି, ଆମ୍ବଡାଳ ଆଦି 5ଟି ଡାଳକୁ ଏକାଠି ବାନ୍ଧି ପୂଜା କରିବା ପରେ ସେହି ଡାଙ୍ଗରେ ପିଲାମାନଙ୍କ ପିଠିରେ ଛାଟ ମରାଯାଏ। ବିଶ୍ୱାସ ରହିଛି ଦୀର୍ଘସ୍ଥାୟୀ ଏଭଳି ଗଛର ଡାଳରେ ଛାଟ ମାରିଲେ ପିଲାମାନେ ସୁସ୍ଥ ରହିବା ସହ ଦୀର୍ଘଜୀବୀ ହୁଅନ୍ତି। ଷଠି ମା'ଙ୍କୁ ପିନ୍ଧାଯାଇଥିବା ହଳଦିଆ ରଙ୍ଗର ସୂତାକୁ ମା' ମାନେ ପିଲାଙ୍କ ହାତରେ ମଧ୍ୟ ବାନ୍ଧି ଦିଅନ୍ତି। 7 ଦିନ ପରେ ପୂଜା ହୋଇଥିବା କଣ୍ଢେଇ, ଡାଙ୍ଗ ସବୁ ପାଣିରେ ବିସର୍ଜନ କରାଯାଏ।